ଆଜି ଆମ୍ଭେ ସ୍ୱର୍ଗକୁ ଯିବାର ପଥ ଉପଦେଶ ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବାକୁ ଯାଉଅଛୁ ଏବଂ ବାଇବେଲ ମାଧ୍ୟମରେ ଶିଖୁ ଯେ ପରମେଶ୍ୱରଙ୍କ ବାକ୍ୟକୁ ପାଳନ କରିବା ଏବଂ ପରମେଶ୍ୱରଙ୍କ ବାକ୍ୟ ଆଜ୍ଞାକାରିତାରେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ନିକଟକୁ ଆସିବା ହେଉଛି ସ୍ୱର୍ଗକୁ ଯିବାର ପଥ। 2019ର ଶେଷରେ ବିଶ୍ୱର ସମସ୍ତ ଲୋକଙ୍କ ଉପରେ ଏକ ଅପ୍ରତ୍ୟାଶିତ ମହାମାରୀ ଆସିଥିଲା। କୋଭିଡ-19 ନାମକ ଏକ ଅଜଣା ରୋଗ ପୃଥିବୀରେ ରହୁଥିବା ସମସ୍ତ ଲୋକଙ୍କୁ ନିରାଶାରେ ପକାଇବା ଆରମ୍ଭ କରିଦେଲା। କିଛି ଲୋକ ଭୁଲରେ ଚିନ୍ତା କଲେ ଯେ 2-3 ସପ୍ତାହ ପରେ ଏହା ଚାଲିଯିବ, କିନ୍ତୁ ଏହା ସମଗ୍ର ବିଶ୍ୱରେ ବ୍ୟାପିଗଲା ଏବଂ ବର୍ତ୍ତମାନ କୋଭିଡ-19 ଦ୍ୱାରା 200ରୁ ଅଧିକ ଦେଶ ପ୍ରଭାବିତ ହୋଇଛନ୍ତି। ଯେତେବେଳେ ବି ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ଲୋକମାନେ ଅସ୍ତବ୍ୟସ୍ତ ହୋଇଯାନ୍ତି। ଆମ୍ଭେ ଏକ ଏପରି ସମୟର ସମ୍ମୁଖୀନ ହେଉଅଛୁ ଯେତେବେଳେ ବିଶ୍ୱ ଅର୍ଥନୀତି ହଠାତ୍ ଅଚଳ ହୋଇଗଲା ଏବଂ ସମାଜ କିମ୍ବା ସଂସ୍କୃତିର ନିର୍ବିଶେଷରେ ଅଧିକାଂଶ ଶିଳ୍ପ ସମସ୍ତ କାର୍ଯ୍ୟ ବନ୍ଦ କରିଦେଇଛି। ଆପଣା ଭବିଷ୍ୟତର ଗ୍ୟାରେଣ୍ଟି ନ ହେବା ହେତୁ ଦୁଃଖ ଅନୁଭବ କରି ଏହି ବିଶ୍ୱସ୍ତରୀୟ ସଟ୍ଡାଉନ୍ ଯୋଗୁଁ ଅନେକ ଲୋକ ଭୟଭୀତ ହୋଇପଡ଼ିଛନ୍ତି। ଅନେକ ଲୋକ ଭାବିଲେ ପ୍ରାୟ 2 ସପ୍ତାହ ପରେ ଏହା ଦୂର ହୋଇଯିବ କିମ୍ବା ବସନ୍ତ କିମ୍ବା ଗ୍ରୀଷ୍ମ ସୁଦ୍ଧା ଏହା ସମାପ୍ତ ହୋଇଯିବ। 2021 ବର୍ଷର ଅଧାଭାଗ ପୂର୍ବରୁ ହିଁ ଶୀଘ୍ର ଅତିକ୍ରମ କରିସାରିଛି। ଏହା ଏତେ ଦ୍ରୁତ ଗତିରେ ଗତି କରୁଛି ଯେ ଆମ୍ଭେ ମୁସ୍କିଲରେ ସ୍ମରଣ କରୁ ଯେ ଆମ୍ଭେମାନେ ଗତ 6 ମାସରେ କ'ଣ କରିଛୁ। ମୁଁ ଯାହାଙ୍କ ସହିତ ମଧ୍ୟ ଭେଟ ହୁଏ ସମସ୍ତେ ସମାନ କଥା କୁହନ୍ତି, ମୁଁ ଜାଣିନାହିଁ ଯେ ସମୟ କେତେ ଶୀଘ୍ର ଉଡ଼ିଗଲା। କିଛି ନ କରି 1 ବର୍ଷ ବିତିଗଲା, ଆଉ ପୁଣି 6 ମାସ ବିତିଗଲା। ସେମାନେ ଏପରି କହିବାର କାରଣ ସେମାନେ ପୁରା ପରିସ୍ଥିତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାର ଅର୍ଥ ଯେ ସେମାନେ ଜାଣନ୍ତି ନାହିଁ ଯେ କେଉଁ ଦିଗରେ ସେମାନେ ନିଜ ଜୀବନକୁ ଲକ୍ଷ୍ୟ କରିବା ଉଚିତ। ବର୍ତ୍ତମାନ ସମଗ୍ର ମାନବ ଜାତି ଏଭଳି ପରିସ୍ଥିତିରେ ଅଛନ୍ତି। ଆମ୍ଭମାନଙ୍କୁ ଏହି ପରିସ୍ଥିତିକୁ ଆତ୍ମିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିବା ଆବଶ୍ୟକ। ଯଦି ଏକ କୋଠା କିମ୍ବା ପର୍ବତ କିମ୍ବା ଏକ ପରିଚିତ ଅଞ୍ଚଳର ଯଦି ଏକ ସୀମା ଅଛି, ତେବେ ସଠିକ ଦିଗ ଖୋଜିବା ସହଜ। କିନ୍ତୁ କଳ୍ପନା କରନ୍ତୁ ଯେ ଆପଣ ଖୋଲା ସମୁଦ୍ରରେ ଏକ ଡଙ୍ଗାରେ ଆରୋହଣ କରୁଛନ୍ତି ଯେଉଁଠାରେ କିଛି ମଧ୍ୟ ନାହିଁ। କ'ଣ ହେବ ଯଦି ଆପଣ ଜାଣିନାହାନ୍ତି ଯେ ଆପଣଙ୍କୁ ସେହି ଭୂମି ପର୍ଯ୍ୟନ୍ତ ଯିବା ପାଇଁ କେଉଁ ରାସ୍ତାରେ ଯିବାର ଅଛି ଯେଉଁଠାରେ ଆପଣଙ୍କ ଘର ଅବସ୍ଥିତ? କିମ୍ବା କ'ଣ ହେବ ଯଦି ଆପଣଙ୍କୁ ଜଣାନାହିଁ ଯେ ଆପଣଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ କେଉଁ ଦିଗ ନେବାକୁ ଅଛି? ଆପଣ କିପରି ଅନୁଭବ କରିବେ? ଯଦି ଆପଣ କଳ୍ପନା କରନ୍ତି ଯେ ଆପଣ ଖୋଲା ସମୁଦ୍ରରେ ଏହିପରି ଭାବରେ ଅଛନ୍ତି, ତେବେ ଆପଣ ବହୁତ ବ୍ୟାକୁଳ ଅନୁଭବ କରିବେ। ଆସନ୍ତୁ ଆଉ ଏକ ଦୃଶ୍ୟର କଳ୍ପନା କରିବା। କଳ୍ପନା କରନ୍ତୁ ଯେ ଆପଣ ଏକ ଜଙ୍ଗଲ ମଝିରେ ଅଛନ୍ତି ଯେଉଁଠାରେ ଆରାରୁଟର ଦ୍ରାକ୍ଷାଲତା ଏବଂ ସମସ୍ତ ପ୍ରକାରର ଗଛ ନିଜ ମଧ୍ୟରେ ଛନ୍ଦାଛନ୍ଦି ହୋଇଛନ୍ତି ଏବଂ ପ୍ରତ୍ୟେକ ଦିଗ ସମାନ ଦେଖାଯାଏ। କ'ଣ ହେବ ଯଦି ଆପଣଙ୍କୁ ଜଣାନାହିଁ ଯେ ଗାଁକୁ ଯିବା କିମ୍ବା ଘରକୁ ଫେରିବା ପାଇଁ କେଉଁ ଦିଗ ନେବାକୁ ଅଛି? କିମ୍ବା କ'ଣ ହେବ ଯଦି ଆପଣଙ୍କୁ ସମାନ ସ୍ଥାନରେ ବାରମ୍ବାର ଫେରିଆସି ଅନୁଭବ ହୁଏ ଯେ ଆପଣ ଏକ ବୃତ୍ତରେ ଚାଲୁଛନ୍ତି? ଆପଣ କ'ଣ ଅଧିକ ଆବଶ୍ୟକ କରିବେ? ଆସନ୍ତୁ ଆଉ ଏକ ଦୃଶ୍ୟ ବିଷୟରେ ଚିନ୍ତା କରିବା। କଳ୍ପନା କରନ୍ତୁ ଯେ ଆପଣ ମରୁଭୂମିରେ ଚାଲୁଛନ୍ତି ଯେଉଁଠାରେ କିଛି ମଧ୍ୟ ନାହିଁ। ଏହା କେବଳ ଏକ ଅସୀମ ମରୁଭୂମି ପରି ଦେଖାଯାଏ ଯଦିଓ ଆପଣ ଯେତେ ଦୂର ଚାଲନ୍ତୁ ନା କାହିଁକି। ଆପଣ ଗୋଟିଏ ଦିନ ଚାଲନ୍ତି ଏବଂ 2 ଦିନ ଚାଲନ୍ତି, କିନ୍ତୁ ଆପଣ ତଥାପି ସମାନ ମରୁଭୂମିରେ ଚାଲୁଛନ୍ତି। ଯେତେବେଳେ ଆପଣଙ୍କୁ ଅନୁଭବ ହୁଏ ଯେ ଆପଣ ଏକ ଘୂର୍ଣ୍ଣନ ଡିସ୍କରେ ବସ୍ତୁ ପରି ସମାନ ସ୍ଥାନରେ ଫେରିବା ଜାରି ରଖନ୍ତି, ଆପଣ କ'ଣ ଅଧିକ ଆବଶ୍ୟକ କରିବେ? କ'ଣ ହେବ ଯଦି ଆପଣ 1 ଘଣ୍ଟା, 2 ଘଣ୍ଟା କିମ୍ବା 10 ଘଣ୍ଟା ଜଳଯାତ୍ରା କରୁଛନ୍ତି କିନ୍ତୁ ଯାହା କିଛି ମଧ୍ୟ ଦେଖାଯାଏ ତାହା କେବଳ ଖୋଲା ସମୁଦ୍ର? କ'ଣ ହେବ ଯଦି ଆପଣ ସୀମାହୀନ ସମୁଦ୍ରରେ ହଜିଯାନ୍ତି? ଯେତେବେଳେ ଆପଣ ଅନୁଭବ କରିବେ ଯେ ନେବା ପାଇଁ କୌଣସି ଦିଗ ନାହିଁ, ତେବେ ଆପଣ କ'ଣ ଅଧିକ ଆବଶ୍ୟକ କରିବେ? ଭାଇ ଓ ଭଉଣୀମାନେ, ଏହି ପରିସ୍ଥିତିରେ ଆପଣଙ୍କୁ କ'ଣ ଖୋଜିବା ଜରୁରୀ? ଆପଣଙ୍କୁ ପରମେଶ୍ୱରଙ୍କୁ ଖୋଜିବା ଜରୁରୀ, ହଁ ନା? ଆସନ୍ତୁ ଏକ ଭୌତିକ ଦୃଷ୍ଟିକୋଣରୁ ଏହା ବିଷୟରେ ଚିନ୍ତା କରିବା। ଯଦି ଆପଣ ଖୋଲା ସମୁଦ୍ରରେ ହଜିଯାଇଛନ୍ତି ଯାହାର କୌଣସି ଶେଷ ନାହିଁ,
କିମ୍ବା ଆପଣ ଜଙ୍ଗଲରେ ହଜିଯାଇଛନ୍ତି ଯାହାର କୌଣସି ଶେଷ ନାହିଁ, 황량한 ଅଥବା ଆପଣ ମରୁଭୂମିରେ ହଜିଯାଇଛନ୍ତି ଯାହାର କୌଣସି ଶେଷ ନାହିଁ, ତେବେ ଆପଣ କ'ଣ ଅଧିକ ଆବଶ୍ୟକ କରିବେ? 한 것이 나침판이라는 କ'ଣ କମ୍ପାସ ପରି ଉପକରଣ ରହିବା ଭଲ ହେବ ନାହିଁ ଯାହା ଆପଣଙ୍କୁ ଦିଗ ଦେଖାଏ? 좀 낫겠죠. ଯଦି ଆପଣଙ୍କ ପାଖରେ ଏପରି କୌଣସି ଉପକରଣ ଅଛି ତେବେ ଆପଣ ସେହି ଅବସ୍ଥାରେ ଥିଲେ ମଧ୍ୟ ଆରାମ ପାଇବେ। 그렇다면 오늘날 ବର୍ତ୍ତମାନ 코로나로 말미암아 କରୋନା ଭାଇରସ ମହାମାରୀ ହେତୁ ସମଗ୍ର ବିଶ୍ୱରେ ଲୋକମାନେ ସେମାନଙ୍କର ଦିଗ, ଆପଣା ଭବିଷ୍ୟତ କିମ୍ବା ଜୀବନରେ ଆପଣା ସୁଖ ହରାଇଛନ୍ତି। 그리고 방황하고 있는 이런 어떤 상황이라고 ତେବେ ଏହି ପରିସ୍ଥିତିରେ କମ୍ପାସ କେଉଁ ଭୂମିକା ଗ୍ରହଣ କରିପାରିବ? 역할을 할 수 있는 것이 무엇이겠느냐는 것입니다. ଯେପରି ଅସୀମ ସମୁଦ୍ରରେ ହଜିଯାଇଥିବା ବ୍ୟକ୍ତିଙ୍କୁ କମ୍ପାସର ଅଧିକ ଆବଶ୍ୟକ ହୁଏ, 한 것이 나침판이라면 ଏହି ଦୁନିଆରେ ହଜିଯାଇଥିବା ଆତ୍ମାକୁ ଯେଉଁମାନେ ଭ୍ରମଣ କରି ରହନ୍ତି, 가장 필요한 ଯାହା ବିଷୟରେ ଅଧିକ ଆବଶ୍ୟକ 한다면 ତାହା ହେଉଛି ଆତ୍ମିକ କମ୍ପାସ ଅର୍ଥାତ୍ ପରମେଶ୍ୱରଙ୍କ ବାକ୍ୟ। 한다면 하나님 말씀이라고 볼 수 있겠습니다. ଏହି କାରଣରୁ ଗୀତ ସଂହିତା ପୁସ୍ତକର ଲେଖକ କହିଛନ୍ତି, 하나님의 말씀은 ପରମେଶ୍ୱରଙ୍କ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। 표현을 하셨죠. ଗୀତ ସଂହିତା ପୁସ୍ତକର ଲେଖକ କୁହନ୍ତି ଯେ ପରମେଶ୍ୱରଙ୍କ ବାକ୍ୟ ତାଙ୍କୁ ତାହାଙ୍କ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସଠିକ ପଥରେ ନିର୍ଦ୍ଦେଶିତ କରିଅଛି। 하나님의 ଯେତେବେଳେ ସେ ତାଙ୍କ ଆଗରେ ପଥ ଦେଖିପାରିଲେ ନାହିଁ, ଜଣା ନଥିଲା ଯେ କୁଆଡ଼େ ଯିବାର ଅଛି 뜻대로 갈 수 있도록 କିମ୍ବା ଜଣା ନଥିଲା ଯେ କେଉଁ ଦିଗରେ ଯିବାର ଅଛି। 하셨다고 이렇게 시편 기자는 말씀하고 있습니다. ଆସନ୍ତୁ ଗୀତ ସଂହିତା ଅଧ୍ୟାୟ 119 5절의 말씀 ପଦ 105ରେ ପରମେଶ୍ୱରଙ୍କ ବାକ୍ୟକୁ ଦେଖିବା। 주의 ତୁମ୍ଭ ବାକ୍ୟ 내 କ'ଣ? 앞에 뭐라고 ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। 빛이니이다 그랬습니다. ଗୀତ ସଂହିତା ପୁସ୍ତକର ଲେଖକ ଆମ୍ଭମାନଙ୍କୁ ଶିଖାନ୍ତି 도무지 ଯେ ଯେତେବେଳେ ଆମ୍ଭେ ଅନ୍ଧାରରେ ନିଜ ବାମ ଏବଂ ଡାହାଣ ମଧ୍ୟରେ ପାର୍ଥକ୍ୟ କରିବାକୁ ସକ୍ଷମ ନ ହୋଇ 환경 속에 ଏକ ଦ୍ୱନ୍ଦ୍ୱ ପରିସ୍ଥିତିରେ ରଖାଯାଏ, 우리를 천국으로 ତେବେ ଏହା କେବଳ ପରମେଶ୍ୱରଙ୍କ ବାକ୍ୟ ଯାହା ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟ ପର୍ଯ୍ୟନ୍ତ ନେଇଯିବା ପାଇଁ 하나님의 ଆତ୍ମିକ କମ୍ପାସର ଭୂମିକା ଗ୍ରହଣ କରେ। 알려주고 있습니다. 그리고 또 ପରମେଶ୍ୱର ଏହା ମଧ୍ୟ କହିଛନ୍ତି, 온 세상 ସମୟ ଆସିବ ଯେତେବେଳେ ସମଗ୍ର ବିଶ୍ୱକୁ ଏକ ପରୀକ୍ଷଣ ସହିତ ପରୀକ୍ଷା କରାଯିବ। 닫고 있습니다. ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 3 ପଦ 10 ଦେଖିବା। ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷା କାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ। 자들을 시험할 때라고 했습니다. କରୋନା ଭାଇରସ ମହାମାରୀ ଆରମ୍ଭ ହେବା ପରେ ସମସ୍ତଙ୍କର ବିଶ୍ୱାସ ପ୍ରକାଶ ପାଇଲା। ଯେଉଁମାନଙ୍କର ଏକ ଅସ୍ଥାୟୀ ଉତ୍ସାହ ବା ଯେଉଁ ଲୋକମାନେ କେବଳ ଅନ୍ୟମାନଙ୍କୁ ଅନୁକରଣ କରୁଥିଲେ, ସେମାନେ ପରୀକ୍ଷାରେ ବିଫଳ ହେଲେ। ଯେତେବେଳେ ସେହି ପରୀକ୍ଷଣର ବିଚାର ସମଗ୍ର ବିଶ୍ୱକୁ ଆସିଲା, ଯାହାଦ୍ୱାରା ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ପରୀକ୍ଷିତ ହେଲେ, ଲୋକମାନେ ଏହା ନ ଜାଣି କେଉଁ ଦିଗକୁ ଯିବାର ଅଛି, ଏଣେ ତେଣେ ଭ୍ରମଣ କରି ମୂର୍ଖ କାର୍ଯ୍ୟ କରିବା ଆରମ୍ଭ କଲେ। 어리석음을 범하는 가운데 있습니다. ପରମେଶ୍ୱର ନିଶ୍ଚିତ ଭାବରେ କହିଥିଲେ ଯେ ଦୁନିଆରେ ବାସ କରୁଥିବା ସମସ୍ତ ଲୋକଙ୍କୁ ସମାନ ପରୀକ୍ଷଣ ସହିତ ପରୀକ୍ଷା କରାଯିବ। 일하게 시험을 해보신다고 했습니다. ଭାଇ ଓ ଭଉଣୀମାନେ, ବିଶ୍ୱବିଦ୍ୟାଳୟରେ ଭାଗ ନେବାକୁ ହେଲେ ଆପଣଙ୍କୁ ଏକ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ, ହଁ ନା? ସରକାରୀ କର୍ମଚାରୀ ହେବା ପାଇଁ ଲୋକମାନଙ୍କୁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ, ହଁ ନା? ଯେତେବେଳେ ପରମେଶ୍ୱର ସମଗ୍ର ଜଗତକୁ ପରୀକ୍ଷା କରନ୍ତି, ତେବେ ଯଦି ଆମ୍ଭେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା, ତେବେ ଆମ୍ଭେ ସମସ୍ତେ ସ୍ୱର୍ଗକୁ ଯିବା। ସମଗ୍ର ବିଶ୍ୱକୁ ପରୀକ୍ଷା ଦେବାକୁ ପଡ଼ିବ। ଏପରି ଲାଗେ ଯେ କରୋନା ଭାଇରସ ମହାମାରୀ ହେଉଛି ପ୍ରଥମ ପରୀକ୍ଷା, ଯାହା ସହିତ ସମଗ୍ର ବିଶ୍ୱକୁ ପରୀକ୍ଷା କରାଯାଇଛି। 전 세계 ବିଶ୍ୱର 200ରୁ ଅଧିକ ଦେଶ ଏହି ମହାମାରୀ ଦ୍ୱାରା ଏକକାଳୀନ ପ୍ରଭାବିତ ହୋଇଛନ୍ତି। 그런 내용이니까 말이죠. ତେଣୁ ଆଜି ଆମ୍ଭେ ସ୍ୱର୍ଗକୁ ଯିବାର ପଥ ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରୁଅଛୁ। ଯେତେବେଳେ ଆମ୍ଭମାନଙ୍କ ଆଗ, ଆମ୍ଭମାନଙ୍କ ପଛ, ଆମ୍ଭମାନଙ୍କ ବାମ ଏବଂ ଆମ୍ଭମାନଙ୍କ ଡାହାଣ ସବୁ ସମାନ ଦେଖାଯାଏ ଏବଂ ଆମ୍ଭେ ଜାଣିନାହୁଁ ଯେ କେଉଁ ଚିହ୍ନ କିମ୍ବା କେଉଁ ଦିଗକୁ ଲକ୍ଷ୍ୟ କରିବା ଉଚିତ, ଯଦି ଆମ୍ଭମାନଙ୍କ ପାଖରେ କମ୍ପାସ ଥାଏ, ତେବେ ଆମେ ସଠିକ ଦିଗ ଖୋଜିପାରିବା ଏବଂ ନିଜର ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଯାଇପାରିବା। 까지 가는데 굉장히 도움이 ସେହିଭଳି ପରମେଶ୍ୱରଙ୍କ ବାକ୍ୟ ସର୍ବଦା ଏକ ଆତ୍ମିକ କମ୍ପାସ ଭାବରେ ଆମ୍ଭମାନଙ୍କୁ ସଠିକ ଦିଗରେ ମାର୍ଗଦର୍ଶନ କରିବ। 주시기 때문에 하나님께 ତେଣୁ ପରମେଶ୍ୱର ଗୀତ ସଂହିତା ପୁସ୍ତକର ଲେଖକଙ୍କ ଦ୍ୱାରା କହିଲେ, ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। 이다고 했습니다. କ'ଣ ଏହାର ଅର୍ଥ ଏହା ନୁହେଁ ଯେ ପରମେଶ୍ୱରଙ୍କ ବାକ୍ୟ ଆଲୋକିତ କରେ ଏବଂ ଆମ୍ଭମାନଙ୍କ ପାଇଁ ଏକ ପ୍ରଦୀପ ହୋଇଯାଏ ଯେତେବେଳେ ଆମ୍ଭେ ଜାଣିନାହୁଁ ଯେ କେଉଁ ରାସ୍ତାରେ ଯିବାର ଅଛି? ସେଥିପାଇଁ ପରମେଶ୍ୱର ବାଇବଲରେ କହିଛନ୍ତି, 절대
ଯେ ଆମ୍ଭେମାନେ ପରମେଶ୍ୱରଙ୍କ ବାକ୍ୟକୁ କେବେ ବି ଘୃଣା କରିବା ଉଚିତ ନୁହେଁ କିମ୍ବା ଏଥିରେ ଯୋଡ଼ିବା କିମ୍ବା ବାହାର କରିବା ଉଚିତ ନୁହେଁ। ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 28 ପଦ 18 ପଢ଼ିବା। ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ। ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। କ'ଣ ଏହା ଏକ ଚେତାବନୀ ନୁହେଁ ଯେ ଆମ୍ଭମାନଙ୍କୁ କେବେ ବାଇବଲରେ କିଛି ଯୋଡ଼ିବା କିମ୍ବା ବାହାର କରିବା ଉଚିତ ନୁହେଁ? ଏହା ଏଥିପାଇଁ କାରଣ ଯଦି ଆମ୍ଭେ କିଛି ଯୋଗ କରିବା କିମ୍ବା ଲୋପ କରିବା ତେବେ ପରମେଶ୍ୱରଙ୍କ ବାକ୍ୟ ଏକ ଭଙ୍ଗା କମ୍ପାସ ପରି ହୋଇଯିବ। ପରମେଶ୍ୱରଙ୍କ ବାକ୍ୟ ପାଇଁ ଯାହା ଆତ୍ମିକ କମ୍ପାସ, ନିଜର ଭୂମିକା ଏବଂ ନିଜର କାର୍ଯ୍ୟକୁ ଭଲ ଭାବରେ କରିବାକୁ ବାଇବଲରେ ଯାହା ଲେଖା ଅଛି ସେଥିରେ ଆମ୍ଭେ କେବେ କିଛି ଯୋଡ଼ିବା ଉଚିତ ନୁହେଁ କିମ୍ବା ସେଥିରୁ କିଛି ବାହାର କରିବା ଉଚିତ ନୁହେଁ, ଯାହାଫଳରେ ଆମ୍ଭେ ନିରାପଦରେ ସ୍ୱର୍ଗରେ ପ୍ରବେଶ କରିପାରିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ପରମେଶ୍ୱର ଆମ୍ଭମାନଙ୍କୁ ଏହି ଶିକ୍ଷା ଦିଅନ୍ତି, ଯେତେବେଳେ ବି ଆମ୍ଭେ ସଠିକ ଦିଗକୁ ଜାଣିବା ବିନା ଯାହା ଆମ୍ଭମାନଙ୍କୁ ସ୍ୱର୍ଗକୁ ନେଇଯିବ, ଚତୁର୍ଦିଗରେ ବୁଲିବା, ତେବେ ଆମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷା ଅନୁସରଣ କରି ପରମେଶ୍ୱରଙ୍କ ବାକ୍ୟରେ ରହିବା ଉଚିତ। ତେଣୁ ଯେତେବେଳେ ଯୀଶୁ 2000 ବର୍ଷ ପୂର୍ବେ ଏହି ପୃଥିବୀକୁ ଆସିଥିଲେ ତେବେ ସେ ଆମ୍ଭମାନଙ୍କୁ ଶିଖାଇଲେ ଯେ ଯଦି ଆମ୍ଭେ ସ୍ୱର୍ଗକୁ ଯିବାକୁ ଚାହୁଁ ତେବେ ଆମ୍ଭେମାନେ ପରମେଶ୍ୱରଙ୍କ ବାକ୍ୟରୁ କେବେ ବି ପଥଭ୍ରଷ୍ଟ ହେବା ଉଚିତ ନୁହେଁ କିମ୍ବା ବିଶ୍ୱାସର ଭୁଲ ପଥରେ କେବେ ବି ପ୍ରବେଶ କରିବା ଉଚିତ ନୁହେଁ। ଆସନ୍ତୁ ମାଥିଓ ଅଧ୍ୟାୟ 7 ପଦ 21 ଦେଖିବା। ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। କ'ଣ ବାଇବଲର 66ଟି ପୁସ୍ତକରେ ଲେଖାଯାଇଥିବା ପରମେଶ୍ୱରଙ୍କ ସମସ୍ତ ବାକ୍ୟରେ ତାଙ୍କର ଇଚ୍ଛା ଅନ୍ତର୍ଭୁକ୍ତ ନାହିଁ? ଯଦି ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ପାଳନ କରୁ ତେବେ କ'ଣ ଏହାର ଅର୍ଥ ଏହା ନୁହେଁ ଯେ ଆମ୍ଭେ ସ୍ୱର୍ଗକୁ ଯିବା ପାଇଁ କିଛି ମଧ୍ୟ ଯୋଗ କିମ୍ବା ଲୋପ କରିବା ବିନା ପରମେଶ୍ୱରଙ୍କ ଇଚ୍ଛା ପାଳନ କରୁ? ତେବେ ବାଇବଲର 66ଟି ପୁସ୍ତକ ଆମମାନଙ୍କୁ ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ କାହାକୁ ସଂଯୋଜକ ଭାବରେ ରଖିବାକୁ କହିଥାଏ? ଆସନ୍ତୁ ବାଇବଲରେ ଏହା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାକୁ ଦେଖିବା। ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17 ଦେଖିବା। ଆତ୍ମା ଓ କନ୍ୟା କହନ୍ତି ଆସ, ପୁଣି ଯେ ଶୁଣେ ସେ କହୁ ଆସ, ଯେ ତୃଷାର୍ତ୍ତ ସେ ଆସୁ, ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। ଏହା ଅତ୍ୟନ୍ତ ନିରାଶାଜନକ ହେବ ଯଦି ଆପଣ ଜାଣିନାହାନ୍ତି ଯେ କେଉଁ ପଥକୁ ଯିବାର ଅଛି, ଏଣେ ତେଣେ ବୁଲିବେ। ଏବଂ ଯଦି ଆପଣ ଏକ ଅସୀମ ଖୋଲା ସମୁଦ୍ରରେ ଅଛନ୍ତି, ଯଦିଓ ଆପଣ ଏକ ସପ୍ତାହ କିମ୍ବା ଏକ ମାସ ପାଇଁ ଜଳଯାତ୍ରା କରନ୍ତୁ, କ'ଣ ମୋତେ ଏହି ମାର୍ଗ ଜାରି ରଖିବାକୁ ପଡ଼ିବ? କ'ଣ ମୁଁ ବର୍ତ୍ତମାନ ସଠିକ ଦିଗକୁ ଯାଉଅଛି? ମୋତେ ଏମିତି କାହିଁକି ଲାଗୁଛି ଯେ ମୁଁ ଏବେ ବି ସମାନ ସ୍ଥାନରେ ଅଛି? ଏପରି ବହୁତ ଗୁଡ଼ିଏ ଧାରଣା ଅଛି ଯାହା ଆମ୍ଭମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବ ଏବଂ ଆମ୍ଭମାନଙ୍କୁ ନିରାଶ କରିବ। ତେଣୁ ପରମେଶ୍ୱର କହିଲେ, ଯେତେବେଳେ ସେପରି ପରିସ୍ଥିତି ଉତ୍ପନ୍ନ ହୁଏ ତେବେ ତୁମ୍ଭମାନଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ, କେବଳ ମୋ ନିକଟକୁ ଆସ। ଆତ୍ମା ଓ କନ୍ୟା କହନ୍ତି ସେହି ଦିଗକୁ ଆସ ଯେଉଁ ଦିଗରେ ତୁମ୍ଭେ ଆମ୍ଭମାନଙ୍କୁ ଦେଖିପାରିବ। ଯେତେବେଳେ ଆମ୍ଭେ ସେହି ଦିଗକୁ ଯିବା ତେବେ ଆମ୍ଭେ ସ୍ୱର୍ଗକୁ ଯାଇପାରିବା ଯେଉଁଠାରେ ଆମ୍ଭେ ଯିବାକୁ ଚାହୁଁ। ଆମ୍ଭମାନଙ୍କ ଗନ୍ତବ୍ୟସ୍ଥଳ ହେଉଛି ସ୍ୱର୍ଗ। ଆସନ୍ତୁ ଆମ୍ଭେ ଅନ୍ୟ ଜିନିଷ ଦ୍ୱାରା ବିଭ୍ରାନ୍ତ ହେବା ନାହିଁ। ଯେତେବେଳେ ଆମ୍ଭମାନଙ୍କ ମନ ବିଚଳିତ ହୁଏ ଏବଂ ଆମ୍ଭେ ହଜିଯାଇଥିବା ଅନୁଭବ କରୁ ତେବେ ଆମ୍ଭମାନଙ୍କୁ ଆତ୍ମା ଓ କନ୍ୟା ପାଖକୁ ଯିବାର ଆବଶ୍ୟକ ଅଛି ଯେଉଁମାନେ କହନ୍ତି ଆସ। ବାଇବଲ କୁହେ, ଆତ୍ମା ଓ କନ୍ୟା କହନ୍ତି ଆସ, ପୁଣି ଯେ ଶୁଣେ ସେ କହୁ ଆସ, ଯେ ତୃଷାର୍ତ୍ତ ସେ ଆସୁ, ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। ଯଦିଓ ଆମ୍ଭେ ଅନନ୍ତ ସ୍ୱର୍ଗ ରାଜ୍ୟକୁ ଯିବାକୁ ଚାହୁଁଅଛୁ, ଆମ୍ଭେ ଏହା ଜାଣିନାହୁଁ ଯେ କେଉଁ ଦିଗକୁ ଯିବାକୁ ହେବ। ହଜିଯାଇଥିବା ଅନୁଭବ କରିପାରୁ ଏବଂ ଭାବୁ, କ'ଣ ମୁଁ ପ୍ରକୃତରେ ସ୍ୱର୍ଗକୁ ଯାଇପାରିବି ଯଦି ମୁଁ ଏହିପରି କାର୍ଯ୍ୟ ଜାରି ରଖିବି? କ'ଣ ମୁଁ ଠିକ୍ କାମ କରୁଛି? କ'ଣ ହେବ ଯଦି ମୁଁ କେବଳ ସମାନ ରହେ? ତେବେ ଆତ୍ମା ଓ କନ୍ୟା, ଯେଉଁମାନେ ଆମ୍ଭମାନଙ୍କ ପିତା ଏବଂ ମାତା ଅଟନ୍ତି, କୁହନ୍ତି, ସେହି ପଥରେ ରୁହ ନାହିଁ କିନ୍ତୁ ମୋ ପାଖକୁ ଆସ। ଆସନ୍ତୁ ଜୋହନ ଅଧ୍ୟାୟ 14ରେ ଏକ କାରଣ ଦେଖିବା ଯେ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ନିକଟକୁ କାହିଁକି ଯିବା ଉଚିତ। ଆସନ୍ତୁ ଜୋହନ ଅଧ୍ୟାୟ 14 ପଦ 1 ଦେଖିବା। ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ, ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କର, ମୋ ଠାରେ ମଧ୍ୟ ବିଶ୍ୱାସ କର। ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ଯଦି ନଥାନ୍ତା ତାହେଲେ ମୁଁ ତୁମ୍ଭମାନଙ୍କୁ କହିଥାନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି।
ପୁଣି ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି। 내게로 ଆଉ ମୁଁ ଯେଉଁ ସ୍ଥାନରେ ରହେ ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ ସେଥି ନିମନ୍ତେ ତୁମ୍ଭମାନଙ୍କୁ ଆପଣ ନିକଟକୁ ଘେନିଯିବି। 너희가 ପୁଣି ମୁଁ ଯେଉଁ ସ୍ଥାନକୁ ଯାଉଛି ତାହାର ପଥ ତୁମ୍ଭେମାନେ ଜାଣ। 어디로 ଥୋମା ତାହାଙ୍କୁ ପଚାରିଲେ, ପ୍ରଭୁ ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି? ତାହା ଆମ୍ଭେମାନେ ଜାଣୁନାହିଁ, 가서 가라사대 ପଥ ବା କିପରି ଜାଣିପାରୁ? 뭐라고 했죠? ଯୀଶୁ ତାଙ୍କୁ କହିଲେ, ମୁଁ ପଥ ଆଉ କଣ, ସତ୍ୟ ଓ ଆଉ କଣ ଜୀବନ। ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। 아버지께로 올 자가 없느니라 했습니다. 우리가 ଅନନ୍ତ ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ଯେଉଁଠାରେ ପରମେଶ୍ୱର ବାସ କରନ୍ତି ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ଯିବା ଉଚିତ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ଆମ୍ଭେ ଯାହା ପଢ଼ୁଅଛୁ ତାହା ଅନୁଯାୟୀ ଆତ୍ମା ଓ କନ୍ୟା ଆମ୍ଭମାନଙ୍କୁ ମାର୍ଗଦର୍ଶନ କରି କହନ୍ତି, ଆଉ କୌଣସି ପଥ ନାହିଁ, ଅନ୍ୟ ପଥକୁ ଦେଖ ନାହିଁ, ସେଗୁଡ଼ିକ କେବଳ ମୃଗ ତୃଷ୍ଣା ବ୍ୟତୀତ ଆଉ କିଛି ନୁହେଁ। ତୁମ୍ଭେମାନେ ମୋ ପ୍ରତି ଦୃଷ୍ଟି କର ଏବଂ ମୋ ପାଖକୁ ଆସ, ମୁଁ ପଥ ଯାହା ତୁମ୍ଭମାନଙ୍କୁ ଆବଶ୍ୟକ। 이렇게 지금 하나님께서는 안내하고 계십니다. 우리가 ବିଶ୍ୱାସର ପଥରେ ଚାଲିଲା ବେଳେ ଯଦି ଆପଣ ନିରାଶ ଅନୁଭବ କରନ୍ତି, ଯେପରି ଆପଣ ସୀମାହୀନ ସମୁଦ୍ରରେ ଭାସୁଛନ୍ତି, 밀림 정글 କିମ୍ବା ଏପରି ଅନୁଭବ ହୁଏ ଯେ ଆପଣ ପଥଭ୍ରଷ୍ଟ ହେଉଛନ୍ତି, ଯଦି ଆପଣ ଏକ ଜଙ୍ଗଲରେ ହଜିଯାଇଛନ୍ତି ଯାହା କେବେ ଶେଷ ହୁଏ ନାହିଁ, ଯଦି ଆପଣ ଯେତେ ଚାଲନ୍ତୁ ନା କାହିଁକି ବା ହଜିଯାଇଥିବା ଅନୁଭବ କରନ୍ତି, ସତେ ଯେପରି ଆପଣ ଅସୀମ ମରୁଭୂମିରେ ଚାଲୁଛନ୍ତି, ଆପଣଙ୍କୁ ଏହି ପରିସ୍ଥିତି ଉପରେ ଧ୍ୟାନ ଦେବା ଉଚିତ ନୁହେଁ। 보면 안 됩니다. ମୋତେ ଲାଗୁଛି ଯେ ଆପଣଙ୍କ ବିଶ୍ୱାସର ଜୀବନରେ ଏହି ମୁହୂର୍ତ୍ତ ଗୁଡ଼ିକ ହୋଇପାରେ 라고 믿습니다. ଯେତେବେଳେ ଆପଣ ପରୀକ୍ଷିତ ହେବେ, ଯାହା ଜଗତର ସମସ୍ତ ଲୋକଙ୍କ ଉପରେ ଆସେ। ତେଣୁ ଦୟାକରି ପିତାଙ୍କ ଆଡ଼କୁ ଦେଖନ୍ତୁ ଏବଂ ଦୟାକରି ମାତାଙ୍କ ଆଡ଼କୁ ଦେଖନ୍ତୁ। 내가 누구 ଯଦି ଆପଣ ଜାଣିଥାନ୍ତେ ଯେ ମୁଁ କିଏ, ତେବେ ତୁମ୍ଭେ ସମସ୍ତେ ଆସି ମୋତେ ମାଗିଥାନ୍ତ। 물었을 것이다. 내가 누구인지 ଯଦି ଆପଣ ଜାଣିଥାନ୍ତେ ଯେ ମୁଁ କିଏ, ତେବେ ତୁମ୍ଭେ ସମସ୍ତେ ଆସି ମୋତେ ଖୋଜିଥାନ୍ତ। 구했을 것이다. ଲୋକମାନେ ଭାବିପାରନ୍ତି ଯେ ଯଦି ଯୀଶୁ ଯିଏ 2000 ବର୍ଷ ପୂର୍ବେ ଆସିଥିଲେ ପୁନର୍ବାର ଏହି ପୃଥିବୀକୁ ଆସନ୍ତି, 모든 어려움 ତେବେ ସମସ୍ତ କଠିନ ଧାର୍ମିକ ସମସ୍ୟା ଗୋଟିଏ ମୁହୂର୍ତ୍ତରେ ସମାଧାନ ହୋଇଯିବ। କିନ୍ତୁ 2000 ବର୍ଷ ପୂର୍ବେ ଆସିଥିବା ଯୀଶୁ ପୂର୍ବରୁ ହିଁ ଏହି ପୃଥିବୀକୁ ଆସିସାରିଛନ୍ତି, କିନ୍ତୁ ଧାର୍ମିକ ବିବାଦ ଏବଂ ମତଭେଦ ଏବେ ବି ରହିଛି, କିଛି ପରିବର୍ତ୍ତନ ହୋଇନାହିଁ। 인터넷 ଖ୍ରୀଷ୍ଟିଆନ ଲୋକମାନେ ଇଣ୍ଟରନେଟରେ ଦୁଷ୍ଟ ଗୁଜବ ପ୍ରଚାର କରି ଦ୍ୱିତୀୟ ଥର ଆସିଥିବା ଯୀଶୁଙ୍କୁ ନିନ୍ଦା କରୁଛନ୍ତି ଏବଂ ଜନମତ ମାଧ୍ୟମରେ ସତ୍ୟ ଚର୍ଚ୍ଚକୁ ଅସ୍ୱୀକାର କରୁଛନ୍ତି। 배격할 것이고 ଗୋଟିଏ ବି ଜିନିଷ ବଦଳି ନାହିଁ। ତଥାପି ଯଦି ଆମ୍ଭେ ପିତା ଏବଂ ମାତାଙ୍କୁ ପ୍ରେରିତ ପିତର, ଯୋହନ ଏବଂ ପାଉଲଙ୍କ ପରି ସମାନ ବିଶ୍ୱାସ ସହିତ ଦେଖୁ, ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରୁଥିଲେ ଯେ ଜ୍ଞାନ ଏବଂ ବୁଦ୍ଧିର ସମସ୍ତ ଭଣ୍ଡାର ଖ୍ରୀଷ୍ଟଙ୍କଠାରେ ଲୁଚି ରହିଛି, ତେବେ ଆମ୍ଭେ ସ୍ୱର୍ଗକୁ ଫେରିବା ପାଇଁ ସଠିକ୍ ପଥ ପାଇପାରିବା। 사람들이 결국 길을 제대로 찾고 ବାଇବଲର 66ଟି ପୁସ୍ତକ ଆମ୍ଭମାନଙ୍କୁ ସଠିକ୍ ଦିଗ ଶିଖାଏ, ଯାହା ଆମ୍ଭମାନଙ୍କୁ ସ୍ୱର୍ଗ ଆଡ଼କୁ ନେଇଯାଏ। 가르친 내용이라고 볼 수 있겠습니다. ଯେତେବେଳେ ପ୍ରେରିତ ପିତର ଖୋଲା ସମୁଦ୍ରରେ ଥିଲା, ତେବେ ତାଙ୍କୁ ପଥ କିପରି ମିଳିଲା? ଯେତେବେଳେ ପ୍ରେରିତ ଯୋହନ ଖୋଲା ସମୁଦ୍ରରେ ଥିଲା, ତେବେ ତାଙ୍କୁ ପଥ କିପରି ମିଳିଲା? ଯେତେବେଳେ ପ୍ରେରିତ ପାଉଲ ଜଙ୍ଗଲରେ ହଜିଯାଇଥିଲା, ତେବେ ତାଙ୍କୁ ପଥ କିପରି ମିଳିଲା? 전부가 본 ସେହି ସମସ୍ତଙ୍କୁ ସମାନ ଭାବରେ ସଠିକ୍ ପଥ ମିଳିଲା। 오직 한 가지였습니다. ସେମାନେ ସମସ୍ତେ ପରମେଶ୍ୱରଙ୍କ ବାକ୍ୟ ପାଳନ କଲେ, ମୋ ପାଖକୁ ଆସ। 오늘날 ଆମ୍ଭମାନଙ୍କ ପାଇଁ ଯେଉଁମାନେ ପବିତ୍ର ଆତ୍ମାଙ୍କ ଯୁଗରେ ବାସ କରୁଛନ୍ତି, ଆମ୍ଭମାନଙ୍କୁ ଆତ୍ମା ଓ କନ୍ୟାଙ୍କ ସ୍ୱରକୁ ଶୁଣିବା ଉଚିତ ଏବଂ ତାଙ୍କର ଶିକ୍ଷାକୁ ଅନୁସରଣ କରି ସେମାନେ ଆମ୍ଭମାନଙ୍କୁ ଯେଉଁଠାକୁ ନିଅନ୍ତି ତାଙ୍କୁ ଅନୁସରଣ କରିବା ଉଚିତ। ଜୀବନ ନାମକ ଏହି ସୀମାହୀନ ସମୁଦ୍ରରେ ନିରାଶ କିମ୍ବା ଦୁଃଖିତ ବିନା ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ 은혜로운 또 ଏହା ହେଉଛି ଏକମାତ୍ର ଉପାୟ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17ରେ ଲେଖା ଅଛି, ସେହି ମଣ୍ଡଳୀକୁ ଆସ ଯେଉଁଠାରେ ଆତ୍ମା ଓ କନ୍ୟା ଅଛନ୍ତି। 그리고 계시록 ପ୍ରକାଶିତ ବାକ୍ୟ ଅଧ୍ୟାୟ 14 ପଦ 1 ଅନୁଯାୟୀ ମେଷ ଶାବକ କେଉଁଠାରେ ଅଛନ୍ତି? ବାଇବେଲ କୁହେ ଯେ ଯେଉଁଠାରେ ପବିତ୍ର ଆତ୍ମା ବାସ କରନ୍ତି ତାହା ହେଉଛି ସିଓନ। ତେଣୁ ଶୀଘ୍ର ସିଓନକୁ ଆସ ଏବଂ ପିତା ଓ ମାତାଙ୍କୁ ପାଇବା ପରମେଶ୍ୱରଙ୍କ ଇଚ୍ଛା। 시편 ଆସନ୍ତୁ ଗୀତ ସଂହିତା ଅଧ୍ୟାୟ 24 ପଦ 1 ଦେଖିବା। 땅과 ପୃଥିବୀ ଓ ତହିଁର ପୂର୍ଣ୍ଣତା ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର, 다 여호와 କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି। 위에 건설하셨도다. କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ 거룩한 곳에 ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ? କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ? 14장에 ପ୍ରକାଶିତ ବାକ୍ୟ ଅଧ୍ୟାୟ 14ରେ ଆମେ ଦେଖିପାରିବା ଯେ ଲୋକମାନେ ସିଓନ ପର୍ବତ ଉପରେ ମେଷ ଶାବକ ସହିତ ଠିଆ ହୋଇଛନ୍ତି। 그들은
ସେମାନଙ୍କ ନିକଟରେ କେଉଁ ପ୍ରକାର ବୈଶିଷ୍ଟ୍ୟ ଅଛି? ସେମାନଙ୍କ ନିକଟରେ ବିଶ୍ୱାସ ଅଛି ଯାହା ସେମାନଙ୍କୁ ମେଷ ଶାବକଙ୍କୁ ଅନୁସରଣ କରିବାରେ ସକ୍ଷମ କରେ, ଯେଉଁଠାକୁ ମଧ୍ୟ ସେ ସେମାନଙ୍କୁ ନିଅନ୍ତି। ଏହି ଲୋକମାନେ କଦାପି ହାରିବେ ନାହିଁ, ଯେହେତୁ ଏହି ଲୋକଙ୍କ ଆଖି ସବୁବେଳେ ପିତା ଓ ମାତା ଉପରେ ଥାଏ ଓ ତାହାଙ୍କ ପଥ ଅନୁସରଣ କରନ୍ତି। ତେଣୁ ସେମାନେ କଦାପି ନିଜର ପଥ ହରାଇ ପାରିବେ ନାହିଁ। 그러나 그 କିନ୍ତୁ 외의 사람들은 ଅନ୍ୟ ସମସ୍ତେ ହଜିଯାଇଛନ୍ତି, ଚତୁର୍ଦିଗରେ ପଥଭ୍ରଷ୍ଟ ହୋଇଛନ୍ତି। ସେମାନେ ନିଜକୁ ପଚାରନ୍ତି, କ'ଣ ଏହା ସଠିକ୍ ଉପାୟ? ନା, ତାହା ସଠିକ୍ ଉପାୟ। 산지사 ସେମାନେ ଚାରିଦିଗକୁ ଦେଖନ୍ତି। ସଠିକ୍ ମାର୍ଗ ଖୋଜିବାରେ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ ଭ୍ରମଣ କରନ୍ତି, କିନ୍ତୁ ଶେଷରେ ସେମାନେ ସମସ୍ତେ ବିଫଳ ହୁଅନ୍ତି। 오늘 ଯେତେବେଳେ ଆତ୍ମା ଓ କନ୍ୟା ଆମ୍ଭମାନଙ୍କୁ ଆସ କହି ଡାକନ୍ତି, ତେବେ ଆମ୍ଭମାନଙ୍କୁ ତାହାଙ୍କର ସ୍ୱରକୁ ସଠିକ୍ ଭାବରେ ଚିହ୍ନିବା ଆବଶ୍ୟକ। 어떤 신앙의 길 속에 ଆମ୍ଭମାନଙ୍କୁ ନିଜ ଆଖି ସବୁବେଳେ ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତା ଉପରେ ରଖିବା ଉଚିତ। 같이 수많은 것 ଯଦିଓ ଆମ୍ଭେ ଅନେକ ବିଭ୍ରାଟର ସମ୍ମୁଖୀନ ହେଉ, ଯାହା ଆମ୍ଭମାନଙ୍କ ଆତ୍ମାକୁ ବିଭ୍ରାନ୍ତ କରିବାର କାରଣ ହୁଏ, 우리 시선이 항상 하나님을 향해야 됩니다. ଆମ୍ଭେମାନେ ଆତ୍ମା ଓ କନ୍ୟାଙ୍କୁ ଅନୁସରଣ କରିବା ଉଚିତ, ଯେଉଁ ସ୍ଥାନକୁ ସେମାନେ ଯାଆନ୍ତି। 뚱한 데를 보고 ଯଦି ଆମ୍ଭେ ବିଚଳିତ ହୋଇ ଭୁଲ ସ୍ଥାନକୁ ଦେଖୁ ଯେତେବେଳେ ସେମାନେ ଡାହାଣକୁ ଯାଉଛନ୍ତି, ତେବେ ଆମ୍ଭେ ପଛରେ ରହିଯିବା। ଆମ୍ଭେ ଏପରି ମୂର୍ଖତା କେବେ ବି କରିବା ଉଚିତ ନୁହେଁ। ଯେଉଁଠାରେ ସେମାନେ ଆମ୍ଭମାନଙ୍କୁ ନିଅନ୍ତି, ଆମ୍ଭେ ସେମାନଙ୍କୁ ଅନୁସରଣ କରିବାକୁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ। ଆସନ୍ତୁ ପଦ 3କୁ ପୁନର୍ବାର ଦେଖିବା। 오를 자 누구미 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ? ଯାହାର ହସ୍ତ ସୂଚି ଓ ଅନ୍ତଃକରଣ ନିର୍ମଳ, ଯାହାର ମନ ଅସରତା ପ୍ରତି ଉଠି ନାହିଁ। 않는다고 했습니다. ଆମ୍ଭେମାନେ ଚିନ୍ତା କରିବା ଉଚିତ, ମୁଁ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ କ'ଣ କରିପାରିବି? ଯେତେବେଳେ ମୁଁ ସ୍ୱର୍ଗକୁ ଯିବି, ତେବେ ମୋତେ କ'ଣ ପୁରସ୍କାର ମିଳିବ? 우리 하늘 ଆମ୍ଭମାନଙ୍କ ସ୍ୱର୍ଗୀୟ ଦେଶ କିପରି ହେବ? 다시는 사망 ବାଇବେଲ କୁହେ ଯେ ସେଠାରେ ମୃତ୍ୟୁ କିମ୍ବା ଶୋକ ନାହିଁ, କିନ୍ତୁ କେବଳ ଅନନ୍ତ ଜୀବନ, ଆଶୀର୍ବାଦ ଏବଂ ଗୌରବ ଅଛି। 절 주야장창 ମୁଁ ସତରେ ଯଥାଶୀଘ୍ର ସେହି ସ୍ଥାନକୁ ଯିବାକୁ ଚାହୁଁଛି। 그곳에 빨리 가서 ଯେଉଁମାନେ ସର୍ବଦା ସ୍ୱର୍ଗ ପାଇଁ ଭରସା କରନ୍ତି, ସେମାନେ ସେମାନଙ୍କର ଆତ୍ମାକୁ ବୃଥା କାର୍ଯ୍ୟରେ ଉତ୍ସର୍ଗ କରନ୍ତି ନାହିଁ। କ'ଣ କେବଳ ଏହି ଲୋକମାନେ ନୁହନ୍ତି ଯେଉଁମାନେ ସେହି ସଠିକ୍ ଦିଗ ଅନୁସରଣ କରିବାକୁ ସମର୍ଥ ହେବେ, ଯେଉଁଥିରେ ଆତ୍ମା ଓ କନ୍ୟା ସେମାନଙ୍କର ମାର୍ଗଦର୍ଶନ କରୁଛନ୍ତି? ଯାହାର ହସ୍ତ ସୂଚି ଓ ଅନ୍ତଃକରଣ ନିର୍ମଳ, ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି ଯେ ଛଳ ଭାବରେ ଶପଥ କରିନାହିଁ ସେ। 하는 자로다. ପଦ 5, ସେ ସଦାପ୍ରଭୁଙ୍କ ଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ ସ୍ୱରୂପ ପରମେଶ୍ୱରଙ୍କ ଠାରୁ ଧାର୍ମିକତା ପ୍ରାପ୍ତ ହେବ। ଯେଉଁମାନେ ପରମେଶ୍ୱରଙ୍କୁ ଅନୁସରଣ କରନ୍ତି, ସେମାନଙ୍କର ବଂଶ ଏହି। ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି। ଆମେ ସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରିବା ଉଚିତ, ପରମେଶ୍ୱରଙ୍କ ଇଚ୍ଛାକୁ ଖୋଜିବା ଏବଂ ଭାବିବା ଉଚିତ, ମୁଁ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ କ'ଣ କରିପାରିବି? କ'ଣ ମୁଁ ବର୍ତ୍ତମାନ ଏକ ଆଜ୍ଞାକାରୀ ହୃଦୟ ସହିତ ସଠିକ୍ ପଥ ଅନୁସରଣ କରୁଅଛି? କ'ଣ ମୁଁ ପରମେଶ୍ୱରଙ୍କ ସ୍ୱର ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି, ନା କ'ଣ ମୁଁ ତାଙ୍କ ସ୍ୱର ସହିତ ଅସାବଧାନତା ଅବଲମ୍ବନ କରୁଅଛି? ଆମ୍ଭେ ଏହି ବିଷୟ ଉପରେ ଗମ୍ଭୀର ଭାବରେ ବିଚାର କରିବା ଉଚିତ। 예언 속에서 지금 ବାଇବଲର ଭବିଷ୍ୟବାଣୀ ଅନୁଯାୟୀ ଏହି ଯୁଗରେ ପୃଥିବୀରେ ଦେଶ ଦେଶର ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ଏବଂ ଆତଙ୍କିତ ହେବେ। ଏହି ଭବିଷ୍ୟବାଣୀ ଲୁକ ଅଧ୍ୟାୟ 21ରେ ଲିପିବଦ୍ଧ ହୋଇଅଛି। ଏହି ପରିସ୍ଥିତିରେ ଆମ୍ଭେ କେବେ ବି ଆମ୍ଭମାନଙ୍କ ଦିଗ ହରାଇବା ଉଚିତ ନୁହେଁ। ଆମ୍ଭେ କଦାପି ଆମ୍ଭମାନଙ୍କ ଦିଗ ହରାଇବୁ ନାହିଁ, କାରଣ ପରମେଶ୍ୱର ଆମ୍ଭମାନଙ୍କ ପଥ ଏବଂ ପରମେଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କୁ ମାର୍ଗଦର୍ଶନ କରୁଅଛି ଏବଂ ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟ ଆଡ଼କୁ ନେଇ ଯାଉଅଛି। ବାଇବେଲ ଆମ୍ଭମାନଙ୍କୁ ପବିତ୍ର ଆତ୍ମା ପରମେଶ୍ୱରଙ୍କୁ ଏବଂ କନ୍ୟା ନୂତନ ଜେରୁସାଲେମ ସ୍ୱର୍ଗୀୟ ମାତାଙ୍କୁ ଖୋଜିବା ପାଇଁ କହିଥାଏ। ଯେଉଁମାନେ ସିଓନରେ ବାସ କରନ୍ତି, ଯାହାଦ୍ୱାରା ଆମ୍ଭେ ସ୍ୱର୍ଗୀୟ ସନ୍ତାନ ହୋଇପାରିବା, ଯେଉଁମାନେ ଅନନ୍ତ ଜୀବନ ଏବଂ ସ୍ୱର୍ଗ ରାଜ୍ୟ ଆଡ଼କୁ ନେଉଥିବା ସଠିକ୍ ଦିଗର ଅନୁସରଣ କରିବେ। 세상의 모든 ଯଦିଓ ଏହି ଦୁନିଆରେ ଆମ୍ଭେ ଏପରି ପରିସ୍ଥିତିର ସାମ୍ନା କରିପାରିବା, ଯାହା ଆମ୍ଭମାନଙ୍କ ପାଇଁ ସଙ୍କଟ, କଷ୍ଟ ଏବଂ ଅସୁବିଧାର କାରଣ ହୁଏ। 어려움 가운데 처하게 한다 할지라도 ମୋର ଆଶା ଅଛି ଯେ ସ୍ୱର୍ଗର ସନ୍ତାନ ଭାବରେ ଆମ୍ଭେ ସମସ୍ତେ ସ୍ୱର୍ଗୀୟ ପିତା ଏବଂ ମାତାଙ୍କୁ ପାଇବା। 찾아서 아버지 ଯେଉଁଠାରେ ମଧ୍ୟ ପିତା ଏବଂ ମାତା ଥାନ୍ତି, ଆସନ୍ତୁ ଆମ୍ଭେ ସବୁବେଳେ ସେହି ଦିଗରେ ଅଗ୍ରସର ହେବା। 들이 다 되시길 바라겠습니다. ଅନନ୍ତ ସ୍ୱର୍ଗ ରାଜ୍ୟ ପାଖେଇ ଆସୁଛି। 가까이 왔습니다. ଯେପରିକି ମୁଁ ପୂର୍ବରୁ କହିଥିଲି, ସିଭିଲ ସର୍ଭିସ ପରୀକ୍ଷା ପାସ୍ କରିବା ଲୋକମାନେ ସରକାରୀ କର୍ମଚାରୀ ହୁଅନ୍ତି। ଯେଉଁମାନେ ସ୍ୱର୍ଗୀୟ ରାଜପୁରୋହିତ ଯାଜକଙ୍କ ପରୀକ୍ଷା ପାସ୍ କରନ୍ତି, ସେମାନେ ଯଥାଶୀଘ୍ର ରାଜପୁରୋହିତ ଯାଜକ ହେବେ। ପରୀକ୍ଷା ହେଉଛି ସେହି ଲୋକମାନଙ୍କ ଠାରୁ ଅଲଗା କରିବାର ଏକ ପ୍ରକ୍ରିୟା, ଯେଉଁମାନେ ଯୋଗ୍ୟ ଅଟନ୍ତି ଏବଂ ଯେଉଁମାନେ ନୁହନ୍ତି। 우리 시온의 ବର୍ତ୍ତମାନ ପର୍ଯ୍ୟନ୍ତ ସିଓନର ସମସ୍ତ ସନ୍ତାନ ବିଶ୍ୱାସର ସହିତ ପିତା ଏବଂ ମାତାଙ୍କ ପଥ ଦୟାଳୁ ଭାବରେ ଅନୁସରଣ କରୁଛନ୍ତି। 하나님 주 କ'ଣ ପରମେଶ୍ୱର କୁହନ୍ତି ନାହିଁ ଯେ ଆମ୍ଭେ ତାଙ୍କ ଆଜ୍ଞାରେ ବିନା କିଛି ଯୋଗ କିମ୍ବା ଲୋପ ନ କରି ତାଙ୍କର ଆଜ୍ଞା ପାଳନ କରିବା ଉଚିତ, ଯାହା ଫଳରେ ଆମ୍ଭେ ଖୋଲା ସମୁଦ୍ରରେ ନ ହଜିଯାଉ?
ଯଦିଓ ଆମ୍ଭେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରୁନାହୁଁ ତଥାପି ଏହା ପରମେଶ୍ୱରଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କ'ଣ ଏହା ଆୟୁବଙ୍କ ପୁସ୍ତକରେ ଲେଖା ହୋଇନାହିଁ? ଏହା କହେ, ଯଦି ଆମ୍ଭେ ଧାର୍ମିକ ବା ଦୁଷ୍ଟ, ପରମେଶ୍ୱର କ'ଣ ପାଆନ୍ତି? ଏହା ତାଙ୍କୁ ଆଦୌ ପ୍ରଭାବିତ କରେ ନାହିଁ। ଏହା କୌଣସି ପରିସ୍ଥିତିରେ ମଧ୍ୟ ପରମେଶ୍ୱରଙ୍କୁ ପ୍ରଭାବିତ କରେ ନାହିଁ, କିନ୍ତୁ ଏହା ଆମ୍ଭମାନଙ୍କୁ ଗମ୍ଭୀର ଭାବରେ ପ୍ରଭାବିତ କରିଥାଏ। 이 천국 ସ୍ୱର୍ଗକୁ ଯିବା ପଥରେ ଆମ୍ଭେ ସର୍ବଦା ପିତା ଏବଂ ମାତାଙ୍କ ବାକ୍ୟ ପାଳନ କରିବା ଉଚିତ। 어머니 말씀이 ଯେତେବେଳେ ବି ଆମ୍ଭେ ଅସୁବିଧାର ସମ୍ମୁଖୀନ ହେଉ, ଆମ୍ଭେ ବାଇବେଲ ଅଧ୍ୟୟନ କରିବା ଉଚିତ ଯେ ଆମ୍ଭମାନଙ୍କ ବିଶ୍ୱାସର ପୂର୍ବପୁରୁଷମାନେ କିପରି ସମସ୍ତ ଅସୁବିଧା ଉପରେ ବିଜୟ ପ୍ରାପ୍ତ କଲେ, ଦାନିଏଲ କିପରି ବିପତ୍ତି ଉପରେ ବିଜୟ ପ୍ରାପ୍ତ କଲେ, ଯୋସେଫ କିପରି ଅନ୍ୟ ପରିସ୍ଥିତିରେ ବିଜୟ ପ୍ରାପ୍ତ କଲେ ଏବଂ କିପରି ପ୍ରେରିତ ପିତର ପାଉଲ ଏବଂ ଯୋହନ ତାଡ଼ନା ଉପରେ ବିଜୟ ପ୍ରାପ୍ତ କଲେ। ଏପରିକି ଯୀଶୁ ସ୍ୱୟଂ ତାଙ୍କ ଉଦାହରଣ ଦ୍ୱାରା ଆମ୍ଭମାନଙ୍କୁ ଶିକ୍ଷା ଦେଲେ ଯେ କିପରି ପ୍ରତ୍ୟେକ ଅସୁବିଧା ଉପରେ ବିଜୟ ପ୍ରାପ୍ତ କରିବା। ଆମ୍ଭେ ବିଶ୍ୱାସର ପୂର୍ବପୁରୁଷମାନଙ୍କ ଠାରୁ ଶିଖିବା ଜାରି ରଖିବା ଉଚିତ ଯେ ଅସୁବିଧା ଉପରେ କିପରି ବିଜୟ ପ୍ରାପ୍ତ କରିବା। 어떤 길을 ନୁହ କେଉଁ ପ୍ରକାର ପଥରେ ଚାଲିଲେ, ଅବ୍ରାହମ କେଉଁ ପ୍ରକାର ପଥରେ ଚାଲିଲେ, ପିତର ଯୋହନ ଏବଂ ଯାକୋବ କେଉଁ ପ୍ରକାର ପଥ ଅନୁସରଣ କରି ଯୀଶୁଙ୍କୁ ଗ୍ରହଣ କଲେ ଏବଂ ପ୍ରେରିତ ପାଉଲ କେଉଁ ପ୍ରକାର ପଥରେ ଚାଲିଲେ। 모진 ଏବ୍ରୀ ଅଧ୍ୟାୟ 11ରେ ଲେଖାଯାଇଥିବା ଏହି ପଦଗୁଡ଼ିକୁ ସର୍ବଦା ଯାଞ୍ଚ କରନ୍ତୁ ଯେ ପ୍ରଥମ ଚର୍ଚ୍ଚର ସାଧୁମାନେ ବହୁତ ପରିଶ୍ରମ କଲେ ଓ ବହୁତ କଷ୍ଟ ପାଇଲେ, ନିର୍ଯାତନା ମିଳିଲା, କିନ୍ତୁ ସେମାନେ ଟିକେ ହେଲେ ଏହାକୁ ଏଡ଼ାଇଲେ ନାହିଁ। ଆମ୍ଭେ ଏହା ଅନୁଭବ କରିବା ସମାପ୍ତ କରିବା ଉଚିତ ଯେ ଆମ୍ଭେ ସୀମାହୀନ ସମୁଦ୍ରରେ ଅଛୁ କିମ୍ବା ଜଙ୍ଗଲରେ ପଥଭ୍ରଷ୍ଟ ହୋଇଅଛୁ 모래 사 କିମ୍ବା ବିଶାଳ ମରୁଭୂମିରେ କମ୍ପାସର ବିନା ଚାଲୁଅଛୁ। 우리 속에서 다 털어내야 되겠습니다. 이 코로나 ବର୍ତ୍ତମାନ କରୋନା ଭାଇରସ ମହାମାରୀ ହେଉଛି ସମଗ୍ର ବିଶ୍ୱର ପରୀକ୍ଷା। 시험을 받고 있습니다. ଏହା ଏଥିପାଇଁ ଘଟୁଛି ଯାହାଦ୍ୱାରା ଆମ୍ଭମାନଙ୍କ ବିଶ୍ୱାସ ଆହୁରି ଅଧିକ ବଢ଼ିପାରୁ। 할 수 있도록 말이에요. ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତାଙ୍କୁ ଖୋଜିବା ହେଉଛି ସ୍ୱର୍ଗ ଯିବାର ପଥ ଖୋଜିବାର ମୂଳ। 그 길을 찾는 어떤 ମୋର ଆଶା ଅଛି ଯେ ସିଓନର ସମସ୍ତ ପରିବାର ସଦସ୍ୟ ଶେଷ ପର୍ଯ୍ୟନ୍ତ ପିତା ଏବଂ ମାତାଙ୍କୁ ଅନୁସରଣ କରି ଯେଉଁଠାରେ ସେମାନେ ଆମ୍ଭମାନଙ୍କୁ ନେଇଯିବେ ସ୍ୱର୍ଗକୁ ଯିବା। ଏହି ଅନୁଗ୍ରହ ଏବଂ ଆଶୀର୍ବାଦ ଦିନରେ ସୃଷ୍ଟିକର୍ତ୍ତାଙ୍କ ଶକ୍ତି ସ୍ମରଣ କରି ଆମ୍ଭମାନଙ୍କୁ ସ୍ମରଣ କରିବା ଉଚିତ ଯେ ଆମ୍ଭମାନଙ୍କ ପିତା ଏବଂ ମାତା ସ୍ୱର୍ଗ, ପୃଥିବୀ ଏବଂ ସେଥିରେ ଥିବା ସମସ୍ତ ଜିନିଷ ସୃଷ୍ଟି କରିଛନ୍ତି। ଆଶା କରୁଅଛି ଯେ ସିଓନର ସମସ୍ତ ପରିବାର ସଦସ୍ୟ ଏହାକୁ ପୁଣି ଥରେ ଆପଣ ମନରେ ଖୋଦିତ କରିବେ ଏବଂ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ। ମୁଁ ଆଜିର ଉପଦେଶ ଶେଷ କରିବାକୁ ଚାହୁଁଛି। ଆପଣଙ୍କୁ ବହୁତ ଧନ୍ୟବାଦ।